নমস্কার ওড়িশাবাসী শুভ সকাল আজ হচ্ছে 22 জুলাই মঙ্গলবার আজ রয়েছে দেশ বিদেশ রাজ্যের 20টি গুরুত্বপূর্ণ খবরটি ভাল লাগিলে ভিডিওকে লাইক করা সহ চ্যানেলে নূয়া থিলে সবসক্রাইব করা ভুলিবে না। তবে চালন্তু কোন রয়েছে আজর খবর তা উপরে নজর পকাইবা। প্রথম খবর হল রাস্তা কড়ে প্লাস্টিক বোতলে বিক্রি ହେବ ନାହିଁ ଆଉ পেট্রোল, কেবল কাচ ଟିଣ ବୋତଲରେ ନେଇ ହେବ পেট্রোল। এনেই সরকারি স্তরରୁ আজ ঘোষণা হয়েছে। পেট্রোল পম্প মালিক সংঘ সহিত বৈঠক পরে যোগাণ মন্ত্রী দেলে সূচনা। খুচরা ভাবে প্লাস্টিক বোতলে পেট্রোল বিকিলে নিয়াଯିବ কড়া କାର୍ଯ୍ୟାନୁଷ୍ଠାନ। প্লাস্টিক বোতলে পেট্রোল বিক্রি କରାଯାଇ ପାରିବ ନାହିଁ। কাচ ଟିଣ ବୋତଲ পেট্রোল বিক্রি ପାଇଁ ସରକାରଙ୍କର ଅନୁମତି। পরবর্তী খবর, বহু প্রতীক্ষিত সুভদ্রা শক্তি পারম্পরিক খাদ্য প্রতিযোগিতার সেমিফাইনাল জুলাই 20 রে ভুবনেশ্বর স্থিত ইনস্টিচ্ୟୁট অফ হোটেল ম্যানেজমেন্ট ভাবে সফলতা অনুষ্ঠিত হয়েছে। তবে 22 তারিখরে ହେଉଛି গ্রান্ড ফাইনাল। মিশন শক্তি বিভাগ তরফରୁ আয়োজিত এই କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ 30ଟି ଏସ୍ଏଚ୍ଜି ଦଳ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଏବଂ କୌଶଳ ପ୍ରତିଭା ପ୍ରଦର୍ଶନ କରିଥିଲେ। ହୋଟେଲ ମେ ଫେୟାରରେ ସେଫ୍ ସୁରଜ କୁମାର ସାହୁ ଏବଂ ଆଇଏଚ୍ଏମ୍ର ବିଭାଗୀୟ ମୁଖ୍ୟ ସେଫ୍ ସମ୍ବିତ ସୁମନ ଏବଂ ଲାଇଫ୍ ହୋଟେଲ ଶୈଳୀଶ ଶେଖର କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗ ଦେଇଥିଲେ। ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ସ୍ୱାଦ ପରିବେଶକୁ ଦୃଷ୍ଟିରେ ରଖି 10ଟି ଏସ୍ଏଚ୍ଜି ଦଳକୁ ଚୟନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ସେମିଫାଇନାଲିଷ୍ଟକୁ ସାର୍ଟିଫିକେଟ୍ ଏବଂ ସମ୍ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ କଟକ, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନବରଙ୍ଗପୁର ତା ସହିତ ଜଗତସିଂହପୁର ଜିଲ୍ଲାରୁ 10ଟି ଏସ୍ଏଚ୍ଜି ଦଳମାନେ ସେମିଫାଇନାଲରେ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି। ତେବେ ସରକାର କହୁଛନ୍ତି ନାରୀମାନେ ଆଗେଇ ଆସ, କେବେ ଚୁଲି ପାଖରେ ଆଉ ରୁହ ନାହିଁ, ନିଜର କଳା ଏବଂ ନିଜ ଆତ୍ମନିର୍ଭର ହେବା ସହିତ ସଶକ୍ତ ହୁଅ। ତେଣୁ ସରକାର ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରୁଛନ୍ତି, ଯାହାଫଳରେ ନାରୀକୁ ବେଶ ସହାୟକ ମଧ୍ୟ ହେଉଛି। ଛାତ ଘର ଆଶାରେ କଚ୍ଚା ଘର ମଧ୍ୟ ଭାଙ୍ଗିଦେଲେ। ଘର ନଥିବା ଲୋକଙ୍କୁ ମୁଣ୍ଡରେ ଛାତ ଦେବେ ସରକାର। ଏଥିପାଇଁ ଆରମ୍ଭ ହୋଇଥିଲା ଅନ୍ତର୍ଦୟ ଗୃହ ଯୋଜନା। ମାର୍ଚ୍ଚ 30 ତାରିଖରେ 50,000 ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। ଖାତାକୁ 40,000 ଟଙ୍କା ଆସିଥିଲା। ୱାକ୍ ଅର୍ଡର ବି ମିଳିଥିଲା। ଟଙ୍କା ଦେଖି ନୂଆ ଘର ତୋଳିବା ଆଶାରେ ଲୋକ ବର୍ଷା ଦିନ ଆଗରୁ ପୁରୁଣା କଚ୍ଚା ଘରକୁ ଭାଙ୍ଗିଦେଲେ। ଭାବିଥିଲେ ବର୍ଷା ଦିନ ଆଗରୁ ଛାତ ପଡ଼ିଯିବ, ହେଲେ ଛାତ ପକେଇବା ପାଇଁ ସେଣ୍ଟ୍ରିଂ ବନ୍ଧା ସରିଥିଲେ ମଧ୍ୟ ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି। ଟଙ୍କା ପାଇଁ ଉପରକୁ ଚାହିଁ ବସିଛନ୍ତି ଲୋକେ। ମାର୍ଚ୍ଚ 30 ତାରିଖ ଅନ୍ତର୍ଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦକୁ 40,000 ଟଙ୍କା ମିଳିଥିଲା। 50,000 ହିତାଧିକାରୀ ଆକାଉଣ୍ଟକୁ 200 କୋଟି ଟଙ୍କା ଦିଆଯାଇଥିଲା। ତେବେ ପ୍ରଥମ କିସ୍ତି 40,000 ପରେ ଦ୍ୱିତୀୟ କିସ୍ତି 65,000 ମିଳିଥାନ୍ତା। ଛାତ ପତନ ହେବା ବେଳେ ଛାତ ସେଣ୍ଟ୍ରିଂ ବାନ୍ଧିବା ବେଳେ ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି। ତୃତୀୟ କିସ୍ତି ଛାତ ପଡ଼ିବା ପରେ 15,000 ଟଙ୍କା ମିଳିଥାନ୍ତା। ଏପର୍ଯ୍ୟନ୍ତ କିଛି ଟଙ୍କା ମିଳିନି ବୋଲି ସମସ୍ତଙ୍କ ଘର ପ୍ରାୟ ଅଧାରେ ଅଛି। ଅସହାୟ, ବିଧବା, ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ, ଗୁରୁତର ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ ଏବଂ ଜରୁରୀକାଳୀନ ବ୍ୟକ୍ତି, ସରକାରୀ ପ୍ରକଳ୍ପ ବିସ୍ତାପିତ ପରିବାର, ଆବାସ, ଅନ୍ୟାନ୍ୟ ଗୃହ ଯୋଜନାର ବାଦ୍ ପଡ଼ିଥିବା ଲୋକ, ବନ୍ୟଜନ୍ତୁ ଆକ୍ରମଣରେ କ୍ଷତିଗ୍ରସ୍ତ କରିଥିବା ଲୋକଙ୍କୁ ସରକାର ଏହି ଅନ୍ତର୍ଦୟ ଗୃହ ଯୋଜନାରେ ସାମିଲ କରିଛନ୍ତି। କିନ୍ତୁ ତାଙ୍କୁ ସେକେଣ୍ଡ କିସ୍ତି ମିଳିନି, ଯାହାଫଳରେ ସେମାନେ ଘର ଅଧାରେ ରଖିଛନ୍ତି। ପରବର୍ତ୍ତୀ ଖବର, ଛାତ୍ରଛାତ୍ରୀକୁ ଜଗିବ ସିସିଟିଭି। ସ୍କୁଲରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହେବ। ଏହି ରେକର୍ଡିଂ ଗୁଡ଼ିକ ଅତିକ୍ରମରେ 15 ଦିନ ସୁରକ୍ଷିତ ଭାବରେ କୁହାଯାଉଛି। ଆବଶ୍ୟକ ହେଲେ ସ୍କୁଲ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜକୁ ଦେଖିପାରିବେ। ସ୍କୁଲ ୱାସରୁମ୍, ଟଏଲେଟକୁ ଛାଡ଼ି ସମସ୍ତ ଅଞ୍ଚଳରେ ଲାଗିବ ସିସିଟିଭି। ଉଭୟ ଛାତ୍ରଛାତ୍ରୀ, ସ୍କୁଲ କର୍ମଚାରୀ ବାରମ୍ବାର ଯିବା ଆସିବା କରୁଥିବା ସ୍ଥାନରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ସୁପାରିଶ ଅନୁସାରେ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ହିଂସା, ଦୁର୍ବ୍ୟବହାର, ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ ସମସ୍ୟାରୁ ଆଦି ସୁରକ୍ଷା ଦେବା ପାଇଁ କମିଶନ ସୁପାରିଶ କରିଛନ୍ତି। ସେହିପରି ସ୍କୁଲରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ପିଲାଙ୍କ ଉପରେ ମଧ୍ୟ ନଜର ରଖିବ ସିସିଟିଭି। ସ୍କୁଲରେ ଅପମାନିତ ଦ୍ୱାରା କିଛି ଛାତ୍ରଛାତ୍ରୀ ବ୍ୟକ୍ତିଗତ ବିକାଶ ହୋଇପାରୁନାହିଁ, ସେମାନଙ୍କ ପାଇଁ ସ୍କୁଲ ବାତାବରଣ ସକାରାତ୍ମକ କରିବାରେ ସରକାର ବିଭିନ୍ନ ପ୍ରକାର ସହାୟତା ମଧ୍ୟ କରିବେ। ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର, ଖେଳ ପଡ଼ିଆରେ ବୁଲିଲା କୁମ୍ଭୀର। ଆଜି ପୁଣି ଥରେ କୁମ୍ଭୀର ନଦୀ କୂଳରୁ ବୁଲୁଥିବା ଲୋକମାନେ ଦେଖିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ତାମରପୁର ପଞ୍ଚାୟତର ଜେନାପାଟଣା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଉଠି ଆସି ଗାଁରେ ଥିବା ଖେଳ ପଡ଼ିଆରେ ବୁଲୁଥିବା ନଜରକୁ ଆସିଛି। ଜଳସ୍ତର କମୁଥିବାରୁ କୁମ୍ଭୀରଟି ନ ଯାଇ ପାରିବାରୁ ଖେଳ ପଡ଼ିଆରେ ଏପଟ ସେପଟ ହେଉଛି। ବାଂଲାଦେଶରେ ବାୟୁସେନା ବିମାନ ଦୁର୍ଘଟଣା, ସ୍କୁଲ ଉପରେ ପଡ଼ିଲା ବିମାନ, 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ପିଲା ଆହତ ହୋଇଛନ୍ତି। ସମସ୍ତ ଆହତକୁ 6ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ କୁହାଯାଉଛି ଗତକାଲି ଦ୍ୱିପହର ସମୟରେ ବାଂଲାଦେଶ ବାୟୁସେନାର F-7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ଖୁଣ୍ଟ ଆଣ୍ଡ କଲେଜ ପରିସର ବିମାନଟି ଖସି ପଡ଼ିଛି। ତା ସହିତ ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି। ଦୁର୍ଘଟଣା ସମୟରେ କଲେଜ ପିଲା ଉପସ୍ଥିତ ଥିବା କୁହାଯାଉଛି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଦଳକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଆବଶ୍ୟକ ଅନୁଯାୟୀ ପାଖାପାଖି 19 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତା ସହିତ ମଧ୍ୟ କୁହାଯାଉଛି ଯେ ପାଖାପାଖି 107 ଜଣରୁ ଅଧିକ ପିଲା ଆହତ ହୋଇଛନ୍ତି, ଯାହା ଚିକିତ୍ସା ତାଙ୍କର ଚାଲିଛି। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦଙ୍କ ପରଲୋକ 101 ବର୍ଷରେ ନେଲେ ଶେଷ ନିଶ୍ୱାସ। ତାଙ୍କ ବିୟୋଗରେ କେରଳ ତଥା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ବଡ଼ କଥା ହେଉଛି ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ରହିଥିଲେ, କିନ୍ତୁ 101 ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚିଥିଲେ। ତେବେ ଜୁନ୍ 23ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ଆଜି ତାଙ୍କର ମୃତ୍ୟୁବରଣ ହୋଇଛି। ଲକ୍ଷେ ଡେଇଁଲା ସୁନା ଦର। ଦିନକୁ ଦିନ ସୁନା ଦର ହୁ ହୁ ହୋଇ ବଢି ଚାଲିଛି। ତେବେ ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନାର ଦର 1,150,000 ଟଙ୍କା ରହିଛି। ସେହିଭଳି 22 କ୍ୟାରେଟର ସୁନାର ଦର 91,800 ଟଙ୍କା ଛୁଇଁଛି। ସେଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର 1,50,000 ଟଙ୍କା ଥିବା ବେଳେ ଏବେ 22 କ୍ୟାରେଟର ମୂଲ୍ୟ 91,800 ଟଙ୍କା ରହିଛି। ରୂପାର କିଲୋ ମଧ୍ୟ 1,26,000କୁ ପହଞ୍ଚିଲାଣି। 224 ଜଣ ପୋଲିସ କର୍ମଚାରୀ ନିଖୋଜ। ତେବେ ଉତ୍ତରପ୍ରଦେଶର କାନପୁର କମିଶନରେଟର ଆଶ୍ଚର୍ଯ୍ୟଜନକ ଖବର ଆସିଛି। କାନପୁର କମିଶନରେଟରେ ପ୍ରାୟ 224 ଜଣ ପୋଲିସ କର୍ମଚାରୀ 6 ମାସ ଭିତରେ ନିଖୋଜ ହୋଇଛନ୍ତି। ସୂଚନା ଅନୁସାରେ କାନପୁର କମିଶନରେଟ ନିୟୋଜିତ ପ୍ରାୟ 224 ଜଣ କର୍ମଚାରୀ 6 ମାସରେ ଡ୍ୟୁଟିକୁ ନ ଆସିବା ବେଳେ ସେମାନଙ୍କ ନିଜ ଆଡୁ ଜିଲ୍ଲାରେ ଅଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ସେମାନେ ପୋଲିସ କର୍ମଚାରୀ ମୋବାଇଲ ଫୋନ ସୁଇଚ୍ ଅଫ୍ ବନ୍ଦ କରିଛନ୍ତି, ଯେଉଁ କାରଣରୁ ସେମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ମଧ୍ୟ ହୋଇପାରୁନି। 224 ଜଣ ପୋଲିସ କର୍ମଚାରୀ ନିକଟରେ ମଧ୍ୟ ପୋଲିସ ପ୍ରଶାସନକୁ 2 ଥର ନୋଟିସ ମଧ୍ୟ ପଠାଇଥିଲା। ଏହାଦ୍ୱାରା ଏପର୍ଯ୍ୟନ୍ତ ଉତ୍ତର ମିଳିନାହିଁ। କାନପୁର କମିଶନରେଟ ପୋଲିସ 109 କନେଷ୍ଟବଳ, 57 ଜଣ ମହିଳା କନେଷ୍ଟବଳ, 34 ଜଣ ଇନ୍ସପେକ୍ଟର, 24 ଜଣ ମହିଳା ଇନ୍ସପେକ୍ଟର, ଏମାନଙ୍କ ମଧ୍ୟରୁ 167 ଜଣ ପୋଲିସ ଏବଂ 57 ଜଣ ଟ୍ରାଫିକ ବିଭାଗରେ ଜଡିତ ଅଛନ୍ତି। କୌଣସି ପ୍ରକାର କାହାର କିଛି ଅସୁବିଧା ହେବ ନାହିଁ। ଓବାମାକୁ ଜେଲ୍ ପଠାଇବେ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାକୁ ଜେଲ୍ ପଠାଇବାକୁ ଚାହୁଁଛନ୍ତି। ଏପରି କୌଣସି ନିର୍ଦ୍ଦେଶ ଟ୍ରମ୍ପ ଦେଇନଥିଲେ, କିନ୍ତୁ ସୋସିଆଲ ମିଡିଆ ଆକାଉଣ୍ଟରେ ବେଶ୍ ଘୁରି ବୁଲୁଛି। ସୋସିଆଲ ମିଡିଆରେ ଟ୍ରୁଥରେ ଟ୍ରମ୍ପ ଯେଉଁ ଏଆଇ ଭିଡିଓ ଦ୍ୱାରା ପ୍ରସ୍ତୁତ ହୋଇଛି, ସେଠାରେ ଓବାମା ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ ଟ୍ରମ୍ପ ଓବାମାକୁ ଜେଲରେ ଭର୍ତ୍ତି କରିବେ ବୋଲି କହୁଛନ୍ତି। ଏହାଦ୍ୱାରା ଟ୍ରମ୍ପ ମଧ୍ୟ ହସୁଛନ୍ତି। ତେବେ ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଲ୍। କେନ୍ଦ୍ର ସରକାର ଜୁଲାଇ 21ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରାୟ 14ଟି ବିଲ୍ ପାସ୍ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ କୁହାଯାଉଛି ଯେ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ହେଉଛି ଆୟକର ଆଇନ, ଅର୍ଥାତ୍ ନୂଆ ଟିକସ ବିଲ୍। ଏହି ବିଲ୍ ସହିତ ଜଡିତ ସିଲେକ୍ଟ କମିଟିର ରିପୋର୍ଟ ମଧ୍ୟ ସୋମବାର ଦିନ ଉପସ୍ଥାପିତ ହୋଇଛି। ତେବେ କୁହାଯାଉଛି ଆଉ ବାଜେ ଖର୍ଚ୍ଚ ହେବ ନାହିଁ। ଏହାକୁ ସାଧାରଣ ଲୋକ ମଧ୍ୟ ବୁଝିପାରିବେ। ପୁରୁଣା ଆଇନରେ ଜଟିଳତା ଅସ୍ପଷ୍ଟ ପରିବେଶ ଯୋଗୁଁ କରଦାତାମାନେ ପ୍ରାୟତଃ ଅସୁବିଧା ଏବଂ ମାମଲାରେ ଫସି ଯାଉଛନ୍ତି। ତେବେ ନୂଆ ବିଲ୍ ଉପରେ ଧ୍ୟାନ ଦିଅନ୍ତୁ। ନୂଆ ବିଲ୍ 5 ଲକ୍ଷରୁ 12,000 ପର୍ଯ୍ୟନ୍ତ ବଦଳାଇ ପାରିବ। ତା ସହିତ 2 ଲକ୍ଷରୁ 2,60,000 ଟଙ୍କା ଶବ୍ଦ ମଧ୍ୟ ବ୍ୟବହାର କରିପାରିବ। ଏଥିରେ ପାଖାପାଖି 47 ପରିବର୍ତ୍ତେ 23ଟି ଅଧ୍ୟାୟ ଅଛି। ସେହିପରି ମଧ୍ୟ 819 ଧାରା ପରିବର୍ତ୍ତେ 536ଟି ରହିବ ବୋଲି କୁହାଯାଉଛି। ସ୍କୁଲକୁ ଜଗିବ ସିସିଟିଭି। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସ୍ଇ ଛାତ୍ରଛାତ୍ରୀଙ୍କୁ ନିରାପତ୍ତାକୁ ସୁଦୃଢ଼ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବୋର୍ଡ ତାର ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ ନୂତନ ନିରାପତ୍ତା ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସିସିଟିଭି ଲାଗିବା ବାଧ୍ୟତାମୂଳକ ହେବ। ବାଇପାସ୍ ରୋଡ ନେଟୱାର୍କ ଓଡ଼ିଶାର ବିକାଶର ନୂଆ ଅଧ୍ୟାୟ। ତେବେ କୁହାଯାଉଛି ରାଜ୍ୟରେ ପୁଣି ଯଦି ଏକ ପ୍ରଗତିଶୀଳ ରାଜ୍ୟ ଗଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସୁଦୃଢ଼ ନେଟୱାର୍କ ମଧ୍ୟ ଜରୁରୀ। ତେବେ ଦ୍ରୁତ ସଂଖ୍ୟା ବୃଦ୍ଧି, ସେହି ଅନୁସାରେ ଗାଡ଼ି ମଟର ସଂଖ୍ୟା ବୃଦ୍ଧି ମଧ୍ୟ ହେଉଛି। ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ହେଲେ ଅଧିକ ସମୟ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ମାନ୍ୟବର ଆଇନ ଏବଂ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସହିତ ତେବେ ରାଜ୍ୟର ସମସ୍ତ ବୋର୍ଡ ନେଟୱାର୍କ ସମୀକ୍ଷା କରିବା ସହିତ ବଡ଼ ବଡ଼ ସହର ପାଇଁକି ସୁନିଶ୍ଚିତ ବାଇପାସ୍ ରାସ୍ତା ନିର୍ମାଣ କରାଯିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଜାତୀୟ ସ୍ତରରେ ସ୍ୱଚ୍ଛ ସହର ସର୍ବେକ୍ଷଣରେ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ଖୁସି ଅଛନ୍ତି।
ଆଜି ଲୋକସଭା ଭବନଠାରେ ଆସ୍କା ବିଧାୟକ ଶ୍ରୀ ସରୋଜ କୁମାର ପାଢୀ ଏବଂ ଅଧ୍ୟକ୍ଷତା ବିନୀତା ସ୍ୱାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସାର୍ଟିଫିକେଟ ଟ୍ରଫି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଫଳତା ପାଇଁ ଖୁସି ବ୍ୟକ୍ତ କରିବା ସହିତ ଉଭୟ ବିଧାୟକ ଏବଂ ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି। ଏହିପରି ସ୍ୱଚ୍ଛ ଅଭିଯାନ ଜାରି ରଖିବା ପ୍ରଥମ ସ୍ତର ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମାଗଣାରେ ମିଳିବ 125 ୟୁନିଟ୍। ବିହାର ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଏହାର ଲାଭ ଜୁଲାଇ ମାସଠୁ ଆରମ୍ଭ ହୋଇଯିବ। ଅଗଷ୍ଟ 1 ପର୍ଯ୍ୟନ୍ତ ବିଲ୍ ଆସିବ, ଯେଉଁଥିରେ ଜୁଲାଇ ମୋଟର ବ୍ୟବହାରକୁ 125 ୟୁନିଟ୍ ଭାବେ ବିଦ୍ୟୁତ୍ ଛାଡ଼ କରାଯିବ। କେବଳ ବାକି ୟୁନିଟ୍ ଉପରେ ବିଦ୍ୟୁତ୍ ବିଲ୍ ଦିଆଯିବ ବୋଲି କୁହାଯାଉଛି। ସମସ୍ତ ପ୍ରଭୁ ମିଟର ଧାରକଙ୍କୁ ସମ୍ପୂର୍ଣ୍ଣ ଲାଭ ମିଳିବ। ରାଜ୍ୟରେ ପ୍ରିପେଡ୍ ଗ୍ରାହକଙ୍କୁ ମଧ୍ୟ 60 ଲକ୍ଷରୁ ଅଧିକ ଲାଭ ମିଳିବ ବୋଲି କୁହାଯାଉଛି। ତେବେ ସୁଭଦ୍ରା ପାଇଁ ଉପମୁଖ୍ୟମନ୍ତ୍ରୀ ରାସନ କାର୍ଡ ବାଣ୍ଟିବା ପାଇଁ ଯୋଗାଣ ମନ୍ତ୍ରୀ କୋଟିଆ ଯିବେ। ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆରେ ରାସନ କାର୍ଡ ବାଣ୍ଟିବେ ଆଜି। କୋରାପୁଟର ଆନ୍ଧ୍ରପ୍ରଦେଶ ପ୍ରଭାବ କମିଛି। ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏନେଇକି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜିଠୁ 5 ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପୁଣି ଆଉ ଗୋଟେ ଲଘୁଚାପ ଆସୁଛି, ଯାହା ଫଳରେ 24 ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମଧ୍ୟ ମିଳୁଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ, ତଳିଆ ଅଞ୍ଚଳକୁ ମଧ୍ୟ ସତର୍କ ରହିବା ପାଇଁ ସରକାର ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ହିମାଚଳର ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇପିଏଫ୍ଓ ନିୟମରେ ବଡ଼ ପରିବର୍ତ୍ତନ। ଆକାଉଣ୍ଟ ଥିଲେ ମିଳିବ 50,000 ଟଙ୍କା। ଇପିଏଫ୍ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୋଇଯାଏ 50,000 ଟଙ୍କା ମିଳିବ। ଇପିଏଫ୍ଓ ଏମ୍ପ୍ଲୟି ଡିପୋଜିଟ୍ ଲିଙ୍କ ଇନ୍ସୁରାନ୍ସ ଯୋଜନାରେ ନିୟମରେ ବଡ଼ ପରିବର୍ତ୍ତନ କରିଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ। ଯଦି ଜଣେ କର୍ମଚାରୀ ପିଏଫ୍ ବାଲାନ୍ସ 50,000ରୁ କମ୍ ଥାଏ, ତେବେ ତାଙ୍କ ମୃତ୍ୟୁ ପରେ କର୍ମଚାରୀ ପରିବାରକୁ ଅତି କମରେ 50,000 ଟଙ୍କା ବୀମା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, ଏଣିକି ଏସ୍ଏଚଜି ମହିଳାଙ୍କୁ 1 ଲକ୍ଷ ଋଣ ଦିଆଯିବ। ତା ସହିତ ପିଏମ୍ କିଷାନ ଟଙ୍କା ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି। ଜୁନ୍ 20ରେ ମିଳିବାର ଥିଲା, ସରକାର କହିଛନ୍ତି ଏଥର ପିଏମ୍ କିଷାନ ଟଙ୍କା ଏହି ମାସରେ ମିଳିବ। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର, ସ୍କୁଲ ପିଲାଙ୍କୁ ମାଧୁସିଂ ଯୋଜନାରେ 5,000 ଟଙ୍କା ପୁଣି ମିଳିବ। ଏନେଇକି 3.5 ଲକ୍ଷ ମଧ୍ୟ ଛାତ୍ରଛାତ୍ରୀ ସେହି ସମୟରେ ଉପକୃତ ମଧ୍ୟ ହୋଇଥିଲେ। ବର୍ଷକୁ ଚାଷୀଙ୍କୁ ସହାୟତା ସରକାର 6,000 ଟଙ୍କା ଦଉଛନ୍ତି। 3ଟି କିସ୍ତିରେ 2,000 ଟଙ୍କା ମିଳୁଛି। ଏଥର ପୁଣି ସିଏମ୍ ପିଏମ୍ କିଷାନ ଟଙ୍କା ମିଳିବା ପାଇଁ ଯାଉଛି। ଚାଷୀମାନେ ଅପେକ୍ଷା କରିଛନ୍ତି କେବେ ଆସିବ। ଯଦି ଆପଣଙ୍କର ଇ କେୱାଇସି ହେଇନାହିଁ, ତୁରନ୍ତ ଇ କେୱାଇସି କରିଦିଅନ୍ତୁ, ଯାହାଫଳରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ଅନଲାଇନରେ ରାସନ କାର୍ଡରେ ନୂଆ ଫ୍ୟାମିଲି ମେମ୍ବରକୁ ମଧ୍ୟ ଯୋଡ଼ି ପାରିବେ, ଏନେଇ ସରକାର କହିଛନ୍ତି। ତେବେ ଏହା ଯୋଗୁଁ ମାଗଣା ଚାଉଳ, ମାଗଣା ଗହମ ମଧ୍ୟ ସରକାର ଲାଭ ମଧ୍ୟ ଉଠାଇଥାଏ ଏହି ରାସନ କାର୍ଡ ଯୋଗୁଁ। ଏଥର ଦୁଇଟି ଉପାୟ ରହିଛି, ଅନଲାଇନ୍ ଅଫଲାଇନ୍ ମାଧ୍ୟମରେ ବେଶୀ ସହଜ ଏବଂ ଆରାମଦାୟକ ବୋଲି କୁହାଯାଉଛି। ପ୍ରଥମେ ଆପଣମାନେ କେମିତି ଫ୍ୟାମିଲି ମେମ୍ବରକୁ ଆଡ୍ କରିବେ, pdodisha.gov.in ଆପଣମାନେ ଯିବେ, ତା ସହିତ ଆଡ୍ ନ୍ୟୁ ମେମ୍ବରକୁ କ୍ଲିକ୍ କରିକି ଗୋଟେ ଫର୍ମରେ ସବୁ ଡିଟେଲ ଲେଖିକି ଆଧାର କାର୍ଡ ଦେଇକି ତାପରେ ଗୋଟେ ଓଟିପି ଯିବ, ଆପଣମାନେ ଆବେଦନ ମଧ୍ୟ କରିପାରିବେ। ତେବେ ନୂଆ ଲିଷ୍ଟ ଯୋଡ଼ିଲେ ବ୍ୟକ୍ତିଙ୍କର ସରକାରୀ ଯୋଜନା, ମାଗଣା ରାସନ, ଆର୍ଥିକ ସହଯୋଗ, ଶ୍ରମିକ କାର୍ଡ, ଆୟୁଷ୍ମାନ କାର୍ଡ ଭଳି ଲାଭ ମଧ୍ୟ ଉଠାଇ ପାରିବେ। କେବଳ 7 ଟଙ୍କା ରଖିଲେ 5,000 ଟଙ୍କା ପେନସନ ପ୍ରତି ମାସରେ ପାଇପାରିବେ। 18ରୁ 40 ବର୍ଷ ବୟସ ମଧ୍ୟରେ ଲୋକମାନେ ଏଇଥିରେ ଭାଗ ନେଇପାରିବେ। ତା ସହିତ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ଥିବା ଦରକାର। 2022 ପରେ କେବଳ ଟିକସଦାତା ନୁହେଁ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ତେବେ ପେନସନ ରାଶି 1,000ରୁ 5,000 ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ। ଯଦି ଆପଣ 18 ବୟସର ଯୋଗ ହୋଇଛନ୍ତି, ତେବେ ଆପଣଙ୍କୁ ମାତ୍ର ତେବେ 42ରୁ 200 ଟଙ୍କା ପ୍ରତି ମାସରେ ବ୍ୟୟ କରି ଆପଣମାନେ ରିଟାୟାରମେଣ୍ଟ ପେନସନ 5,000 ପାଇପାରିବେ। ତା ସହିତ ମଧ୍ୟ ମାସକୁ 210 ଟଙ୍କା ରଖିବାକୁ ପଡ଼ିବ। ତେବେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଆପଣମାନେ ଏଇଟା କରିପାରିବେ। ଏହି ଯୋଜନା ନାଁ ହେଲା ଅଟଳ ଅଟଳ ପେନସନ ଯୋଜନା। ତେବେ 60 ବର୍ଷ ପରେ ପ୍ରତି ମାସରେ 5,000 ଟଙ୍କା ଡାଇରେକ୍ଟ ଆକାଉଣ୍ଟକୁ ଆସିବ। ଆଧାର କାର୍ଡରେ ମିଳିବ ମାଗଣା ଗ୍ୟାସ୍। ତେବେ କୁହାଯାଉଛି ଯେ ଗ୍ରାମୀଣ ଲୋକମାନଙ୍କ ପାଇଁ ସରକାର ଆଣିଛନ୍ତି ନୂତନ ଯୋଜନା। ଗ୍ରାମୀଣ ଅର୍ଥନୈତିକ ଭାବେ ଦୁର୍ବଳ ବ୍ୟକ୍ତିମାନେ ବିନା ଗ୍ୟାସ୍ କନେକ୍ସନ ବିନା ରନ୍ଧକ କରୁଥିବା ତାଙ୍କ ପାଇଁ ସୁନିଶ୍ଚିତ ଖବର। ଯେଉଁମାନଙ୍କ ପାଖରେ ଏଲପିଜି କନେକ୍ସନ ନାହିଁ, ତାଙ୍କୁ ମାଗଣା 2ଟି ଗ୍ୟାସ୍ ମିଳିବ। ତେବେ ଆପଣମାନେ ନିଶ୍ଚିନ୍ତ ପିଏମ୍ୟୁୱାଇ ଫର୍ମ ଭରିବେ। ଆଧାର କାର୍ଡ, ରାସନ କାର୍ଡ, ବ୍ୟାଙ୍କ ପାସବୁକ୍ କପି ଦେବେ। ଯାଞ୍ଚ ପରେ ମାଗଣା ସିଲିଣ୍ଡର ଦିଆଯିବ ବୋଲି ସରକାର ତରଫରୁ ମଧ୍ୟ ଘୋଷଣା କରାଯାଇଛି। ଘରେ 2ଟି ପିଲା ଥିଲେ ମିଳିବ 6 ଲକ୍ଷ ଟଙ୍କା। ଏହି ଯୋଜନା ମାନ୍ୟତାପ୍ରାପ୍ତ ପୋଷ୍ଟ ଅଫିସ ବ୍ୟାଙ୍କ ମାଧ୍ୟମରେ ଖୋଲାଯିବ। ତେବେ କୁହାଯାଉଛି କେବଳ ଗାର୍ଲ ଚାଇଲ୍ଡ ମାନେ ଝିଅ ମାନଙ୍କ ପାଇଁ କି ଆବଶ୍ୟକ। 1ରୁ 2 ବର୍ଷ ଝିଅ ହୋଇଥିଲେ 15 ବର୍ଷ ଭିତରେ ତାଙ୍କୁ ମିଳିବ ପାଖାପାଖି 8.2 ସୁଧ ହାରରେ ପାଖାପାଖି
3 ଲକ୍ଷରୁ 6 ଲକ୍ଷ ଭିତରେ। ଦୁଇଟି ଝିଅ ଥିଲେ 6 ଲକ୍ଷ ମିଳିବ। ଯେଉଁମାନଙ୍କ ଝିଅମାନେ ବିବାହ ପାଇଁ କିମ୍ବା ଉଚ୍ଚଶିକ୍ଷା ପାଇଁ ଅଗ୍ରିମ ସଞ୍ଚୟ କରିବାକୁ ଚାହାନ୍ତି ତାଙ୍କ ପାଇଁ ଖୁସି ଖବର। ନିକଟସ୍ଥ ପୋଷ୍ଟ ଅଫିସ କି ଯିବେ, ଏସ୍ଏସ୍ୱାଇ ଖାତା ଖୋଲିବେ। ଝିଅର ଜନ୍ମ ଏବଂ ଅଭିଭାବକ ଆଧାର କାର୍ଡ ଏବଂ ଆଧାର କାର୍ଡ ପାସପୋର୍ଟ ମଧ୍ୟ ଦେବେ। ତେବେ ଯୋଜନାର ନାଁ ହେଲା ସୁକନ୍ୟା ସମୃଦ୍ଧି ଯୋଜନା। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ।